ଲଖନପୁର ସ୍ଥିତ ଅଶୋକ ଚନ୍ଦ୍ର କ୍ଲବ ପ୍ରାଙ୍ଗଣରେ ଆଜି ଲଖନପୁର ଲୋକ ମହୋତ୍ସବ 2024 ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ସଭାପତି ଶ୍ରୀ ପୀତାମ୍ବର ମିଶ୍ରଙ୍କ ଅଧ୍ୟକ୍ଷତାରେ ସଫଳତାର ସହ ଅନୁଷ୍ଠିତ ହୋଇଛି। ସଭାର ପ୍ରାରମ୍ଭରେ ସମସ୍ତ ଉପସ୍ଥିତ ଗଣମାନ୍ୟ ବ୍ୟକ୍ତି, ସଦସ୍ୟ ଓ କଳାକାର ବୃନ୍ଦ ଭାରତ ମାତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ବନ୍ଦେ ମାତରମ୍ ରାଷ୍ଟ୍ରଗୀତ ଗାୟନ କରିଥିଲେ। ଏହି ଅବସରରେ ଅମର ରାଷ୍ଟ୍ରପ୍ରେମ ଗୀତର ରଚୟିତା ସ୍ୱର୍ଗତ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ସ୍ମୃତିରୁ ସ୍ମରଣ କରାଯାଇଥିଲା। ସଭାରେ ପଶ୍ଚିମ ଓଡ଼ିଶା ସାଂସ୍କୃତିକ ସମିତି ଗଠନର ଆବଶ୍ୟକତା ଉପରେ ବିଶଦ ଆଲୋଚନା କରାଯାଇ କଳାକାର ଓ କଳା ଜୀବନଧାରାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସର୍ବସମ୍ମତିକ୍ରମେ ଏହି ସମିତି ଗଠନକୁ ମଞ୍ଜୁରି ଦିଆଯାଇଥିଲା। କୁଡ଼ାଲୋଇ ଓ ଲଖନପୁର ଅଞ୍ଚଳର ବିଭିନ୍ନ କଳାକାରମାନଙ୍କୁ ସାମିଲ କରି ସମିତି ଗଠନ ପାଇଁ ନାମ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଏହାସହ ଆଗାମୀ ଲଖନପୁର ଲୋକ ମହୋତ୍ସବ 2024 କିପରି ଆହୁରି ଭବ୍ୟ, ବ୍ୟାପକ ଓ ଆକର୍ଷଣୀୟ ଭାବେ ପାଳନ କରାଯାଇପାରିବ, ସେଥିପାଇଁ ବିଶଦ ଆଲୋଚନା ହୋଇଥିଲା। ତିହାର କମିଟିର ନବୀକରଣ କରି ଯୁବ ଓ ନବାଗତ ଗୋଷ୍ଠୀଙ୍କୁ ଦାୟିତ୍ୱ ଦେବା ପାଇଁ ମଧ୍ୟ ସମ୍ମତି ଜଣାଯାଇଥିଲା। ଏହି ସଭାରେ ଲଖନପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଆରତୀ ପ୍ରଧାନ, ସାଧାରଣ ସମ୍ପାଦକ ଶ୍ରୀ ମହେନ୍ଦ୍ର ପ୍ରଧାନ, ଅନ୍ୟ ସାଧାରଣ ସମ୍ପାଦକ ଶ୍ରୀ ଭାସ୍କର ଗର୍ଦିଆ ସହ ଅନେକ ଗଣମାନ୍ୟ ବ୍ୟକ୍ତି, ସଦସ୍ୟ ଓ କଳାକାର ବୃନ୍ଦ ଉପସ୍ଥିତ ଥିଲେ। ବ୍ୟୁରୋ ରିପୋର୍ଟ, ଓଡ଼ିଆ ଭାସ୍କର।